ଶୁଭ ସକାଳ ଶୁଭ ସକାଳ ଶୁଭ ସକାଳ। ବନ୍ଧୁଗଣ, ଦୈନିକ ରାଶିଫଳ ଶୁଣିବାନି? ଶୀତ ପାଇଁ ଗୀତ ଗାଉଛ, ମିତ ଖୋଜୁଛ ହିତ। ଶୀତ ତ ହିତ। ଶୀତ ହେଲେ ଚର୍ମରୋଗ ହୁଏନି, ବହୁତ ଫସଲ ହୁଏ, ବିଭିନ୍ନ ପନିପରିବା ହୁଏ, ନୂଆ ନୂଆ ଫୁଲ ଫୁଟେ। ଆମ ଜୀବନରେ ନୂଆ ଫୁଲ ଫୁଟିବନି? ଆମେ କ'ଣ ସବୁଦିନ କଷ୍ଟ ଭୋଗୁଥିବା? ନାଇଁ ମ, ସେମିତି କିଛି ହେବନି। ଆମେ ଜାଣିଛେ ଏବେ ମିଥୁନରେ ବୃହସ୍ପତି, ସିଂହରେ କେତୁ, ବିଛାରେ ଶୁକ୍ର ଆଉ ବୁଧ, ଧନୁରେ ରବି ଓ ମଙ୍ଗଳ, କୁମ୍ଭରେ ରାହୁ, ମୀନରେ କେତୁ। ଏଇଭଳି ଭାବରେ ଗ୍ରହ ସଜ୍ଜା ହେଇଛି। ସେଥିରେ 12 ରାଶି 27 ନକ୍ଷତ୍ରଙ୍କର ଚାଲିଛି ସଂଗ୍ରାମ। ଏମାନେ ସମସ୍ତେ ଶୁଭକାମୀ। ଆମେ କିନ୍ତୁ ଅଶୁଭକୁ ନିମନ୍ତ୍ରଣ କରୁଛେ। ବୁଦ୍ଧଦେବ କହିଲେ, ସଚ୍ଚିନ୍ତା କର, ସଦ୍ଭାବନା, ସଚ୍ଚିନ୍ତା, ସତ୍କର୍ମ ତୁମକୁ ସତ୍ ଫଳ ଦେବ। ଆମେ ତା କରୁନେ। ପାପର ବାପ କିଏ? ଲୋଭ ପରା। ସେଇ ଲୋଭ ଲାଭ ହେଉଥିଲେ ଲୋଭ ବଢ଼ୁଥିବ। ଲୋଭାତ୍ ପାପମ୍ ପାପାତ୍ ମୃତ୍ୟୁଃ। ଆସନ୍ତୁ ଶୁଣିବା ମେଷ ରାଶି କଥା। 28 ତାରିଖ ରବିବାର। 28 ତାରିଖ ରବିବାର ଏଦିନ ଅଶୁଭ ସମୟ ଦିନ 3ଟା 57ରୁ 5ଟା 19। ସୂର୍ଯ୍ୟାସ୍ତ 5ଟା 14 ମିନିଟ୍ 36 ସେକେଣ୍ଡ, ମାନେ 5ଟା 14 ପରେ। ହେଲେ ଆମେ ସିନା ମାନସିକ ପ୍ରସ୍ତୁତ ହେଲେ ଯଥା ସମୟରେ ସନ୍ଧ୍ୟା କାର୍ଯ୍ୟ ସମାପନ କରିବା। ହବା ନା? ହଁ। 28 ତାରିଖ ରବିବାର ରାଶି ମେଷ ପାଇଁ। ମେଷ ପାଇଁ ଆଲୋଚନା କରିବା। ମେଷ ରାଶି କ'ଣ ଭୋଗିବେ? ଭଲ ଦିନ ନୁହଁ, ଭାରି ଅସୁବିଧା। 28 ତାରିଖ ରବିବାର ମେଷ ରାଶି ପାଇଁ ବାର ଦୋଷ ଅଛି। ରବିବାର ମେଷ ପାଇଁ ଭଲ ଦିନ ନୁହଁ। ଆଜି ଘାତବାର। ରବି ଏବେ ଧନୁରେ, ମାନେ ନବମ ରବି। ନବମ ରବି ଆଦୌ ଶୁଭ ନୁହନ୍ତି। ବାଧା ବନ୍ଧନ ଭୟ ଆସିବ। ଯେକୌଣସି କାର୍ଯ୍ୟ ଆରମ୍ଭ କରିବେ ସେଥିରେ କିଛି ଗୋଟିଏ ବିଘ୍ନ ସୃଷ୍ଟି ହେବ। ଏଣୁ ସାବଧାନତା ଅବଲମ୍ବନ କରିବା ଉଚିତ। ଅକସ୍ମାତ୍ ମନ ଦୁଃଖ ହୋଇଯିବ। ପରେ କାରଣ ଜଣାପଡ଼ିଯିବ। କାରଣଟା ପଛରେ ଜାଣିବା। ବ୍ୟୟ ବଢ଼ିଯିବ। ସାମାନ୍ୟ ଅସୁସ୍ଥତା ମନକୁ ବିଚଳିତ କରିବ। ଅସୁସ୍ଥତା ବୋଧ ହେବ। ଖାଦ୍ୟ ପେୟ ରୁଚିକର ହେବନି। ଆୟ ପରେ ଅଳ୍ପ କିଛି ଆୟ ହେବ ତ, ଆଉ ଆୟ ଘରେ ତାଲା ପଡ଼ିଯିବ। ଅଳ୍ପ ଟିକେ ଆୟ ଏ ଯୁଗରେ କ'ଣ ସେଟା ହେବନି। ହ୍ୟାଣ୍ଡ ଟୁ ମାଉଥ୍, ଯାହା ଆସିବ ତା ପେଟକୁ ପଳେଇବ। ତାହେଲେ ସେଟା କି ଆୟ? ଟିକେ ସଞ୍ଚୟ ଦରକାର ନା ଆଉ। ତେଣୁ ଆୟ ଘରେ ତାଲା ପଡ଼ିଯିବ। ସମ୍ମାନ ହାନି ଘଟିପାରେ। କୃତ୍ତିକା ନକ୍ଷତ୍ରର ସକାଳ 8ଟା 43 ପରେ ପରେ ଅଶୁଭ ସମୟ ଆସିବ। ଏତେ ଅସୁବିଧା ଭିତରେ ଆମେ ଚଳିବା? ତେଣୁ ମେଷ ରାଶିର ସମସ୍ତ ଜନତା ହନୁମାନଙ୍କର ଶରଣାପନ୍ନ ହୁଅନ୍ତୁ। ରାମ ମନ୍ଦିରରେ
ହନୁମାନ ଚାଳିଶା ପାଠ କଲେ ହୁଏତ ଆମ ଭାଗ୍ୟ ବଦଳି ପାରେ। ଏସବୁରେ ଶ୍ରଦ୍ଧା ଆବଶ୍ୟକ, ବିଶ୍ୱାସ ଆବଶ୍ୟକ। ଖାଲି ଏମିତି ସେମିତି ଆଜିକାଲି ବିଭିନ୍ନ ଲୋକ ବୋଲୁନାହାନ୍ତି ଶ୍ରୀ ଗୁରୁ ଚରଣ ସରୋଜ ରଜ ନିଜ ମନ ମୁକୁରୁ ସୁଧାରି। ନାଇଁ 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 ନାଇଁ, ଶ୍ରୀ ଗୁରୁ ଚରଣ सरोज रज निज मन मुकुर सुधारी बरनौ रघुबर बिमल जशो जो दायको फलचारी। एमती पढ़ाଯିବ। ହଁ, ଆସନ୍ତୁ ଯିବା ବୃଷ ପାଖକୁ। 28 ତାରିଖ ରବିବାର ବୃଷ ରାଶି ପାଇଁ ଆଜି ମଜାଦାର ଦିନ, ଆନନ୍ଦ ମୁଖର ଦିନ, ଭାରି ଖୁସି ଲାଗିବ। ଆଜି ସମସ୍ତ ସୁଖ ଆମ କବାଟ ପାଖରେ ଆସି କବାଟ ଠକ୍ ଠକ୍ କରିବ। ଯାବତୀୟ ସୁଖ ମିଳିବ। ଆମକୁ ଆନନ୍ଦ ଦେବା ପାଇଁ ଯେମିତି ବିଧାତା ସବୁ ସୁଖକୁ ପଠେଇଛନ୍ତି, ସେଇ ସୁଖ ବିଭିନ୍ନ ବେଶରେ ସଜବାଜ ହେଉଛନ୍ତି। ଆସିବେ ଆମର ବୃଷ ରାଶି, ଆମେ ଆଜି ଆନନ୍ଦ ପାଇବା। କୃତ କର୍ମ ପାଇଁ ସମାନ ମିଳିବ। ସେ ଯେଉଁ ସମ୍ମାନ ମିଳିବ, ସେଇ ସମ୍ମାନ ଏତେ ଆନନ୍ଦ ଦେବ। ତେଣୁ କୃତ କର୍ମ ଆମେ ଯାହା କରିଛେ ଅତୀତରେ କିଛି ଭଲ କାମ କରିଛେ ବୋଧେ, ଆମର ମନ ନାହିଁ ସିନା, ବିଧାତାଙ୍କର ମନ ଅଛି। ସେଇ କୃତ କର୍ମ ପାଇଁ ଆଜି ସମ୍ମାନ ମିଳିବ। ଯଥେଷ୍ଟ ଭାବରେ ସମ୍ମାନିତ ହେବା। ଆଦର ମମତା ପାଇ ପାରିବାରିକ ଜୀବନ ଉପଭୋଗ୍ୟ ହେବ। ଆୟ ଓ ଅମଳ ଯଥେଷ୍ଟ ହେବ। ଶାରୀରିକ ଓ ମାନସିକ ସମସ୍ୟା ନାହିଁ। 8ଟା 40 ପରେ ମୃଗଶିରା ନକ୍ଷତ୍ରର ଅଶୁଭ ସମୟ ଆସିବ। କୌଣସି ବାଧାବିଘ୍ନ ଦେଖାଦେବନି। ବ୍ୟବସାୟୀ ମାନେ ଯେଉଁମାନଙ୍କର ନଗଦ ଅର୍ଥ କରଗତ ହୁଏ ସବୁଦିନ, ସେଇଭଳି ବୃତ୍ତି ବ୍ୟବସାୟ କରୁଥିବା ଲୋକଙ୍କର ଆଜି ଭଲ ଆୟ ରୋଜଗାର ହେବ। କୃଷକଙ୍କର ଅମଳ ଯଥେଷ୍ଟ ହେବ। ଯିବା ମିଥୁନ ପାଖକୁ। ମିଥୁନ ରାଶି 28 ତାରିଖ ରବିବାର ରାଶି ମିଥୁନ ପାଇଁ ସୁଖପ୍ରଦ ଦିନ। ଆଜି ମିଥୁନ ରାଶିର ବନ୍ଧୁ ବହୁତ ଆଉ ଭଲ ସୁଖ ପାଇବେ। ଏଇ ସୁଖ ସେମାନେ ନିଜ ସୁକର୍ମରୁ ପାଇବେ। ସୁକର୍ମ, ଅତୀତରେ କିଛି ସୁକର୍ମ କରିଛନ୍ତି, ଆଜି ମଧ୍ୟ ସେମାନେ ସୁକର୍ମ କରିବେ। ଯେଉଁମାନେ କର୍ମଠ, କର୍ମରଙ୍କ, କର୍ମପାଗଳ, ସେମାନଙ୍କୁ ଆଜି ମହାଲକ୍ଷ୍ମୀ ଯଥେଷ୍ଟ କଲ୍ୟାଣ କରିବେ। ତେଣୁ କର୍ମଠଙ୍କ ପାଇଁ ଇଏ ସୁଖ ଦୀର୍ଘସ୍ଥାୟୀ ହେବ। ଯେଉଁ ସୁଖ ଆଜି ମିଳିବ କେବଳ କର୍ମଠଙ୍କ ପାଇଁ ହିଁ ଦୀର୍ଘସ୍ଥାୟୀ ହେବ। ଆଉ ଯେଉଁମାନେ ଅଳସୁଆ, ତାଙ୍କୁ ସୁଖ ମିଳିବ ଯେ କ୍ଷଣସ୍ଥାୟୀ। ଏଣୁ ଆପଣ ଚିନ୍ତା କଲେ ଆପଣ କର୍ମଠ ହେବେ ନା କର୍ମଭୀରୁ ହେବେ, କର୍ମ କାଙ୍ଗାଳ ହେବେ, କର୍ମକୁଣ୍ଠ ହେବେ? ନାଇଁ ନାଇଁ, କର୍ମ କରନ୍ତୁ, ସତ୍କର୍ମ କରନ୍ତୁ, ବହୁତ ଲାଭ ହେବ, ଦୀର୍ଘାୟୁ ହେବେ ଆପଣ। ତେଣୁ କର୍ମଠ ପାଇଁ ଏ ସୁଖ ଦୀର୍ଘସ୍ଥାୟୀ ହେବ। ଅଳସ ଇଏ ସୁଖ କମ୍ ସମୟ ପାଇଁ ପାଇବେ, ଆଉ ପରେ ଭାବି ହେବେ। କୃଷକଙ୍କର ଅମଳ, ବ୍ୟବସାୟୀଙ୍କର ଗ୍ରାହକ ବିଶେଷ ଆନନ୍ଦପ୍ରଦ। ଏତେ ଅମଳ ହେବ କୃଷକଙ୍କର, ସେ ଭାରି ଖୁସି ହେବେ। ଆଉ ବ୍ୟବସାୟୀଙ୍କ ପାଖକୁ ଏତେ ଗ୍ରାହକ ଆସିବେ, ସେ ଆନନ୍ଦରେ ନାଚିବେ। ସେ ଭାବୁଥିବେ ଏମିତି ଗ୍ରାହକଙ୍କର ଲାଇନ୍ ଲାଗିଯାଆନ୍ତା କି, ଓ ସେ ମନ୍ଦିର ପର୍ଯ୍ୟନ୍ତ, ହଁ ମୋର ଆଜି ବଢ଼ିଆ ବିକ୍ରି ହୁଅନ୍ତା କି। ହେବ ପା। କେଉଁମାନଙ୍କର? ଯେ କର୍ମଠ। ତମର କି ମୋର ହେବନି, ଆମେ ଦିଏ ବା ଅଳସୁଆ, ନା କ'ଣ କହୁଛନ୍ତି? ତେଣୁ କର୍ମକ୍ଷେତ୍ରରେ କର୍ମଚାରୀମାନେ ଉତ୍ତମ କର୍ମ କରି ପାରିବାରିକ ସମ୍ପର୍କକୁ ବୃଦ୍ଧି କରିବେ। ଦାମ୍ପତ୍ୟ ଜୀବନ, ଲୌକିକ ସୁଖ, ପାରିବାରିକ ଆନନ୍ଦ ଆଜି ସବୁ ମିଳିବ କେବଳ ଯେଉଁମାନେ ସତ୍କର୍ମୀ, କର୍ମଠ। ହଁ ବନ୍ଧୁ, ଆମେ ଆସିବା କର୍କଟ ପାଖକୁ। କର୍କଟ ରାଶି 28 ତାରିଖ ରବିବାର ରାଶି କର୍କଟ ପାଇଁ ନା ଭଲ ଦିନ ନୁହଁ। ଆଜି ଅସମ୍ମାନିତ ହେବାର ଯୋଗ ଅଛି। ପୁନର୍ବସୁ ନକ୍ଷତ୍ରର ଆଜି
ପୁନର୍ବସୁ ନକ୍ଷତ୍ର ମିଥୁନ ପାଇଁ ନା, ତେଣୁ ମିଥୁନ ରାଶି ପୁନର୍ବସୁ ନକ୍ଷତ୍ରର ଆଜି 8:40ରୁ ଅଶୁଭ ସମୟ ଆରମ୍ଭ ହେବ। କିନ୍ତୁ କର୍କଟର ଅଶ୍ଳେଷା ପାଇଁ ବିପଦ, ମିଥୁନର ପୁନର୍ବସୁ ପାଇଁ, କର୍କଟର ଅଶ୍ଳେଷା ପାଇଁ ବିପଦ। 28 ତାରିଖ ରବିବାର, ରାଶି କର୍କଟ ପାଇଁ ଅସମ୍ମାନିତ ଦିନ। ସେଠାରେ ସ୍ୱୟଂ ଶନି ଅଛନ୍ତି। କେଉଁଠି ଅଛନ୍ତି ଶନି? କହିଲେ କହିଲି ପରା, ମୀନର ଶନି ଅଛନ୍ତି। ଆଜି ମୀନ ଚନ୍ଦ୍ର, କର୍କଟର ଅଧିପତି ହେଲେ ଚନ୍ଦ୍ର। ଯେଉଁ ଶନିଙ୍କ ପାଇଁ କର୍କଟ ରାଶି ଏବେ ଗୋଳେଇ ଘାଣ୍ଟି ହେଉଛନ୍ତି, ସମ୍ମାନର ନାଁ ଗନ୍ଧ ନାହିଁ, ଅସମ୍ମାନ ଚକ୍ରରେ ପଡ଼ି ଘାଣ୍ଟି ଚକଟି ହେଉଛନ୍ତି, ସୁଖ ଦେଖା ଦେଉନି, ଆଉ ଦୁଃଖ ଆସି ଆଗରେ ନାଚୁଛି। ସେଇ ଶନିଙ୍କ କବଳରେ ଆଜି ପରା ଅଛନ୍ତି କର୍କଟ ରାଶିର ଅଧିପତି ଚନ୍ଦ୍ର। ତେଣୁ ସ୍ୱୟଂ ଶନି ଅଛନ୍ତି। ଶନିଙ୍କ ଚକ୍ର ବିହରେ ରାଶ୍ୟାଧିପ ଚନ୍ଦ୍ର ପଡ଼ିଯାଇଛନ୍ତି। ଏଣୁ ମାନସିକ ଅସୁସ୍ଥତା ଲାଗି ରହିବ। ପ୍ରତି ପଦକ୍ଷେପରେ ସମ୍ମାନ ହାନି ହେବା ପାଇଁ ବନ୍ଦୋବସ୍ତ କରିଛନ୍ତି ବିଧାତା। ଏଣୁ ଆମେ ଟିକେ ଜଗି ରଖି ଭାବିଚିନ୍ତି ବୁଝି ବିଚାରି କାମ କଲେ ଭଲ, ନହେଲେ ଅସମ୍ମାନ ହେବା। ଅସମ୍ମାନିତ ହେଲେ ଭାରି ବାଧିବ। ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। ଏଣୁ ଜଗି ରଖି ଭାବି ଚିନ୍ତି ବୁଝି ବିଚାରି ପଦେ ଅଧେ କହିଲେ ଭଲ, ନହେଲେ ଚୁପ୍ ରହିବା। ଅଶ୍ଳେଷା ନକ୍ଷତ୍ର ପାଇଁ ଦିନ 8:40ରୁ ଅଶୁଭ ସମୟ ଆରମ୍ଭ ହେବ। ଯେହେତୁ ଅପମାନ ଯୋଗ ଅଛି, ହେ ମୋର ଭାଇ ବନ୍ଧୁ କୁଟୁମ୍ବ, କାହା ପାଖରେ ହାତ ପାତିବାନି, ଦେ ଦେ, ନାଇଁ 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 ନାଇଁ, ଋଣ କାହାକୁ ଦବାନି, ଧାର ମାଗିବାନି, ଜମା ଉପରେ ପଡ଼ି କାହାକୁ ଶସ୍ତା ପରାମର୍ଶ ଦବାନି, ଦେଲେ ପାଇବା ଅପମାନ। ବନ୍ଧୁ, ଯିବା ସିଂହ ପାଖକୁ। 28 ତାରିଖ ରବିବାର, ରାଶି ସିଂହ ପାଇଁ ଘୋର ଅଶୁଭ ଦିନ ଆରମ୍ଭ ହେଇଗଲା ଧୀରେ ଧୀରେ। ଆଉ ସିଂହ ପାଇଁ ଘୋର ଅଶୁଭ ଦିନ। ରବି ରାଶ୍ୟାଧିପ ଏବେ ଧନୁରେ, ପଞ୍ଚମ ରବି ସବୁ ଦିଗରୁ ଅଶୁଭ। ବିଦ୍ୟା ବୁଦ୍ଧି ବିବେକ ଏସବୁ ମାନ୍ଦା ହେଇଯିବ। ଏହି ଦୁର୍ବୁଦ୍ଧି ପାଇଁ ସେମାନେ ନିଜ ଗୋଡ଼ରେ ନିଜେ କୁରାଢ଼ୀରେ ଆଘାତ କରିବେ। ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିବ। ଆଉ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ପାଇଁ ଆଜି ଅତି ଅଶୁଭ ଦିନ। କୌଣସି ପ୍ରକାର ସୁଖ ନାହିଁ। ନାନାବିଧ ସମସ୍ୟା ଘେରିଯିବ, ଅସ୍ଥିର କରିବ। ଆଉ କ'ଣ କରିବା? ଆମେ ସିଂହ ରାଶିଆ କ'ଣ ଆମେ ଛଟପଟ ହେବା? ନାଇଁ 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 ନାଇଁ, ଆମେ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଶ୍ରଦ୍ଧା ଆଉ ଭକ୍ତିରେ ପଢ଼ିବା। ଶ୍ରଦ୍ଧା ଭକ୍ତିରେ ଆମେ ଯଦି ମହାମୃତ୍ୟୁଞ୍ଜୟ ମନ୍ତ୍ର ପଢ଼ିବା, ତାହେଲେ ମହାଦେବ ଆମକୁ ଦୟା ଅବଶ୍ୟ କରିବେ। କ'ଣ କରିବା? ପଢ଼ିବାନି? ଓಂ ତ୍ରୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନ ମୁର୍ବାରୁକମିବ ବନ୍ଧନାନ୍ ମୃତ୍ୟୁର୍ମୁକ୍ଷୀୟମାମୃତାତ୍। ଏହାକୁ ଯଥା ସମ୍ଭବ ଯେତେ ଅଧିକ ପଢ଼ିବା, ନହେଲେ ରୋଗଗ୍ରସ୍ତ ହେବା, ଅଭାବରେ ପଡ଼ିବା, ସମ୍ମାନ ହାନି ହେବ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଦେଖିବା ଏବେ କନ୍ୟା କଥା କ'ଣ ଅଛି। କନ୍ୟା ରାଶି 28 ତାରିଖ ରବିବାର, ରାଶି କନ୍ୟା ପାଇଁ ଶୁଭ। ହଁ, ଭଲ 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 ଭଲ, ଶୁଭ। ମାତ୍ର ସକାଳ 8:40ରୁ ଚିତ୍ରା କନ୍ୟା ପାଇଁ ଅଶୁଭ ସମୟ ଆସିବ। ଧନ ମାନ ସ୍ୱାସ୍ଥ୍ୟ ସବୁ ଲାଭ ହେବ ଚିତ୍ରା ପାଇଁ। ଏଇ ଯେଉଁ ଅଶୁଭ, ସେ କିଛି ଦୁଃଖଦାୟକ ନୁହେଁ। ଆଜି କନ୍ୟା ରାଶିଙ୍କୁ ସବୁ ଲାଭ ହେବ। ଧନ ଲାଭ ହେବ, ସମ୍ମାନ ଲାଭ ହେବ, ସ୍ୱାସ୍ଥ୍ୟର ବିକାଶ ହେବ, ରୋଗ ବ୍ୟାଧି ନାହିଁ, ରୁଚିକର ଭୋଜନ, ଶୟନ, ଭ୍ରମଣ, ପଠନ, ଦର୍ଶନ ଏସବୁ ହେବ। ବଢ଼ିଆ ବଢ଼ିଆ ଲୋକ ମିଶିବେ। ଆଉ ମନାନ୍ତର ନାହିଁ, ମତାନ୍ତର ନାହିଁ, ସବୁ ସୁଖ ଆଜି ମିଳିବ। ଲାଭ ହେବ। ରୁଚିକର ଶୟନ, ଭ୍ରମଣ, ଭୋଜନ ଆଦି ମିଳିବ। ଆୟ ମନ୍ଦ ହେବନି, ବଢ଼ିଆ ରୋଜଗାର ହେବ। ଆଉ ଯେଉଁମାନେ ବିଭିନ୍ନ କର୍ମଚାରୀ
ଅଫିସରେ କମ୍ପାନୀରେ କାମ କରୁଛନ୍ତି ସେମାନଙ୍କର ହାତକୁ ବଢ଼ିଆ ବଢ଼ିଆ ଉପହାର ମିଳିବ। ଆଉ ସମସ୍ତ ପ୍ରକାର ସୁଖ ହେବ। ଛୋଟ ବଡ଼ ବ୍ୟବସାୟୀ ଯିଏ ସୁନା ବିକୁଛି କି ସେ ଚୁନା ବିକୁଥାଉ, ହୀରା ବିକୁଛି କି ପାରା ବିକୁଥାଉ, ଯିଏ ଯେଉଁ ପ୍ରକାର ବ୍ୟବସାୟ କରୁଛି, ଧାନ ବ୍ୟବସାୟ ହେଉ କି ପାନ ବ୍ୟବସାୟ ହେଉ, ସମସ୍ତଙ୍କର ଆଜି ଉନ୍ନତି ହେବ, ବିକାଶ ହେବ, ଲାଭ ହେବ। ଏଣୁ ବନ୍ଧୁ, କନ୍ୟା ରାଶିର ବନ୍ଧୁ, ମୋର ଭାଇ ବନ୍ଧୁ କୁଟୁମ୍ବ, ଆପଣମାନେ ସୁଖରେ ରହନ୍ତୁ ନା। ହେଲେ ଗୋଟେ କଥା, ଇଏ ସବୁ ସିନା ହେବ, ଲାଭ ହେବ, ହେଲେ ମନ ବୁଝିବନି। ଏତେ ଆସିଲେ ବି ମନ ବୁଝିବନି। କାହିଁକି ବୁଝିବନି ନା ଆମେ କିଛି ଭୁଲ କାମ ତା ଭିତରେ କରିଦେବା। ସେ ଭୁଲ ଯେଉଁମାନେ ନ କରିବେ ତାଙ୍କୁ ଯଥେଷ୍ଟ ମିଳିବ। ଯେଉଁମାନେ ଟିକେ ଲାଞ୍ଚଖୋର, ଲାଞ୍ଚୁଆ ଆଉ ମିଛୁଆ, ଖଚୁଆ, ଖଳ, ଟାଉଟର, ଚୋର, ସେଇମାନଙ୍କ ପାଇଁ ଏଇଟା କମିଯିବ, ସେଇମାନଙ୍କୁ ଏଇଟା ଦୁଃଖ ଦେବ। ଏଣୁ ମୁଁ ଜାଣିଛି ଆପଣମାନେ ସମସ୍ତେ ସାଧୁ, ସନ୍ଥ, ଭଦ୍ର, ନମ୍ର, ଉଦାର, କାନ୍ତ, କମନୀୟ। ତେଣୁ ଆପଣମାନଙ୍କର ଦୁଃଖ ନାହିଁ। ଦେଖିବା କ'ଣ ହେଲା, ତୁଳା କଥା ବୁଝିବା। 28 ତାରିଖ ରବିବାର ତୁଳା ରାଶି ପାଇଁ ଭଲ ଦିନ, ବଢ଼ିଆ ଦିନ। ମାତ୍ର ସକାଳ 8:40ରୁ ବିଶାଖା ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଆଜି ତୁଳା ରାଶି ମହିଳାମାନଙ୍କର ଘାତଚନ୍ଦ୍ର। ହେ ମୋର ମା ଭଉଣୀମାନେ, ତୁଳା ରାଶିର ତମମାନେ ଟିକେ ତମ ଅସ୍ତ୍ରଶସ୍ତ୍ରକୁ ଯତ୍ନରେ ରଖ। ତମ ସଫ୍ଟପିନ୍, ଛୁଞ୍ଚି, ଛୁରୀ, ପନକି, ଏଥିରେ ଟିକେ ଆଜି ବିପଦ ଅଛି, ହୁସିଆର। ରକ୍ତପାତ ଯୋଗ ଅଛି। ତଥାପି ସାନ ବଡ଼ ବ୍ୟବସାୟୀ ସମସ୍ତଙ୍କର ଆର୍ଥିକ ଲାଭ ହେବ। କୃଷକଙ୍କର ଖୁବ୍ ଅଧିକ ଅମଳ ହେବ। ଗୃହସ୍ଥମାନଙ୍କ ପାଇଁ ସନ୍ତାନ ସୁଖ ଅଛି। ସନ୍ତାନ ଯୋଗ୍ୟ ସନ୍ତାନ ଆଜି କିଛି ଭଲ ଖବର ଜଣେଇବେ। ଯେଉଁମାନେ ସନ୍ତାନ କାମୀ, ଆସନ୍ନ ପ୍ରସବା, ସେମାନଙ୍କୁ ସେମାନଙ୍କର ମନ ଲାଖି ସନ୍ତାନ ମିଳିବ, ବିଧାତା ଦେବେ। ଆଉ ଯେଉଁ ଘରେ ସନ୍ତାନମାନେ ଶିଶୁ ଅଛନ୍ତି, ସେମାନେ ଖେଳକୁଦରେ ଆଜି ପୁରସ୍କୃତ ହେବେ। ମାନେ ସନ୍ତାନ ମୋଟାମୋଟି ତୁଳା ରାଶିର ଆଜି ସନ୍ତାନ ସୁଖ ଅଛି। ବିବାହ ଯୋଗ୍ୟ ଯୁବ ଶ୍ରେଣୀଙ୍କୁ ସେମାନଙ୍କ ଜୀବନସାଥୀ ମିଳିଯିବ, ବାହାଘର ଯୋଗାଡ଼ ହେଇଯିବ। ଏଇ ବହୁ କାରଣରୁ ଆଜି ତୁଳା ରାଶିର ଭଲ। ଖାଲି ତୁଳା ରାଶି ମହିଳାଙ୍କର ଟିକେ ହାତଚନ୍ଦ୍ର ନା, କେଉଁଠି ରକ୍ତପାତ ହେଇଯାଇପାରେ, ବାଡ଼େଇ ହେଇଯାଇପାରେ, ମାନେ ଭଲ ବେଶୀ 80% ଅଧିକ ଭଲ। ଆଉ ଏବେ ଯିବା ବିଛା ପାଖକୁ। 28 ତାରିଖ ରବିବାର ବିଛା ରାଶି ପାଇଁ ଆଜି ଟିକେ ଥଣ୍ଡା ସଂକ୍ରାନ୍ତୀୟ ରୋଗ ହେବ। ଫୁସଫୁସ୍ ରେ ବୋଧେ କଫ, ଶ୍ଲେଷ୍ମା, ପାଣି ଜମିଯିବାର ଅନୁଭବ କରିବେ। ଛିଙ୍କ ହେବ, ତଣ୍ଟି ଦରଜ ହେବ, ଶ୍ୱାସ ହେବ। ଏହି ସଂକ୍ରାନ୍ତୀୟ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗରେ ଆଜି ବିଛା ରାଶିର ଲୋକେ ଆକ୍ରାନ୍ତ ହେବେ। ଶ୍ୱାସକ୍ରିୟାରେ ପୀଡ଼ା ହେବ। ସନ୍ତାନ ସମ୍ବନ୍ଧୀୟ ଶୁଭ ଖବର ଶୁଣି ଖୁସି ହେବେ। ଖାଦ୍ୟ, ପେୟ, ଶୟନ, ଭ୍ରମଣ, ବନ୍ଧୁ ଦର୍ଶନ ଏସବୁ ଠିକ୍ଠାକ୍ ହେବ। ସମ୍ମାନ ବଢ଼ିଯିବ, ବହୁତ ସୁଖ ମିଳିବ। ଆର୍ଥିକ ରୋଜଗାର ଅମଳ ପ୍ରାୟ ଆଖିଦୃଶିଆ ହେବ। ମନ ଖୁସି ହେବ। ସମସ୍ତ ଲୌକିକ ସୁଖ ତ ନିଶ୍ଚୟ ମିଳିବ। ପାରିବାରିକ ଆନନ୍ଦ ସହିତ ଅନ୍ୟାନ୍ୟ ସବୁ ସୁଖ ଅଛି। ଆଉ ଗୋଟେ କଥା ହେଉଛି, ଆପଣଙ୍କୁ ଆପଣଙ୍କର ଯଦି ବିବାହିତ ଆପଣ, ତାହେଲେ ଜୀବନସାଥୀ ନିଶ୍ଚୟ ସହଯୋଗ କରିବେ। ଯଦି ବିବାହ କରିନାହାନ୍ତି, ଆପଣଙ୍କୁ ଆପଣଙ୍କର ପରିବାରରେ
ସହଯୋଗର ହାତ ଲମ୍ବି ଆସିବ ଏବଂ ସାହାଯ୍ୟ କରିବ। ଯଦି ବା ଅଫିସରେ ଅଛନ୍ତି ବିବାହ କରିନାହାନ୍ତି, ସହକର୍ମୀମାନେ ଭାରି ସାହାଯ୍ୟ କରିବେ, ହେଲ୍ପ କରିବେ। ମାନେ ଆଜି ଗୋଟେ ସହଯୋଗର ଦିନ। ହେଲେ ଦେହ ଟିକେ ଗଣ୍ଡଗୋଳ କରିବ, ଶ୍ୱାସ ଜନିତ ସମସ୍ୟା ଟିକେ ହେବ, ଛିଙ୍କ, ଥଣ୍ଡା, ତଣ୍ଟି ଦରଜ ଇତ୍ୟାଦି ଇତ୍ୟାଦି ଇତ୍ୟାଦି। କ'ଣ କରିବା? କ'ଣ କରିବା? ଟିକେ ସୂର୍ଯ୍ୟଙ୍କୁ ପୂଜା କରିବା। ହ୍ରିଂ ଘୁଣି ସୂର୍ଯ୍ୟାୟ ନମଃ। ଗୋଟିଏ ତମ୍ବା ପାତ୍ରରେ ଗୁଡ଼ ଗୋଳେଇ ସେଇ ଗୁଡ଼ ପାଣିକୁ ସୂର୍ଯ୍ୟଙ୍କୁ ଦେଇକରି ଜପିବା ବାରମ୍ବାର, ହ୍ରିଂ ଘୁଣି ସୂର୍ଯ୍ୟାୟ ନମଃ, ହ୍ରିଂ ଘୁଣି ସୂର୍ଯ୍ୟାୟ ନମଃ ଇତ୍ୟାଦି ଇତ୍ୟାଦି। ଏବେ ବିଛା ପରେ ଧନୁ ରାଶି କଥା ଆଲୋଚନା କରିବା। 28 ତାରିଖ ରବିବାର ଧନୁ ରାଶି ପାଇଁ ଅସୁସ୍ଥତା ଯୋଗ ଅଛି। ଦେହ ମୁଣ୍ଡ ଖରାପ ହେବ। ଧନୁ ରାଶି ପୁରୁଷଙ୍କ ପାଇଁ ଆଜି ଘାତ ଚନ୍ଦ୍ର। ଧନୁ ରାଶିର ପୁରୁଷ ବନ୍ଧୁମାନେ ଆଜି ଟିକେ ମାନସିକ ବିକୃତି ଲାଭ କରିବେ। କେଉଁଠି ଟିକେ ଗଣ୍ଡଗୋଳ ହୋଇଯାଇପାରେ, ହୁସିଆର ରହିବେ ଟିକେ। ଘାତଚନ୍ଦ୍ର 8ଟା 40 ପରଠାରୁ ଉତ୍ତରାଷାଢ଼ା ନକ୍ଷତ୍ରର ବଡ଼ ଅଶୁଭ ସମୟ ଆସିବ। ପାରିବାରିକ କଳହର ସୂତ୍ରପାତ ହୋଇପାରେ। ଦେହ ଅସୁସ୍ଥ ହେବ। ଏଣୁ ଅସମୟ ଏଇ ଦିନଟା, ଆଜି ରବିବାର 28 ତାରିଖ ଧନୁ ରାଶି ପାଇଁ ସବୁ ଦିଗରୁ ବିପଦ। ସବୁ ଦିଗରୁ କଜିଆ ହେବ, ରୋଗ ହେବ, ବ୍ୟୟ ହେବ, ମିତ୍ରତା କମିଯିବେ। ଆଗେ ମତାନ୍ତର ହେବ, ତାପରେ ମନାନ୍ତର ହେବ। ଏ ଗୋଳିଆ ଘଣ୍ଟା ଜୀବନଟା ଆଜି ଭାରି ଦୁଃଖ ଦେବ। ଏଣୁ ଆମେ ସେଇ ମହାଦେବଙ୍କୁ ଡାକ ପକାଇବା। ଓମ୍ ନମଃ ଶିବାୟ ବାରମ୍ବାର କହିବା। ଓମ୍ ନମୋ ଶିବାୟ, ନମୋ କହିବେ ମକାର। ଓମ୍ ନମୋ ଶିବାୟ, ନହେଲେ ଶିବାୟ ନମଃ, ଓମ୍ ଶିବାୟ ନମଃ କହିବେ ବା ଓମ୍ ନମୋ ଶିବାୟ ବାରମ୍ବାର କହିବେ, ମଙ୍ଗଳ ହେବ। ଏ ସବୁରେ ବଢ଼ିବା ବିଶ୍ୱାସ ଆଉ ଶ୍ରଦ୍ଧା ଦରକାର। 28 ତାରିଖ ରବିବାର ମକର ରାଶି ଧନିଷ୍ଠା ନକ୍ଷତ୍ରର 8ଟା 40 ପରଠାରୁ ଅଶୁଭ। ମକର ରାଶି ଆଲୋଚନା କରୁଛେ ପରା। ହଁ, ମକର ରାଶି ଧନିଷ୍ଠା ନକ୍ଷତ୍ରର ସକାଳ 8ଟା 40 ପରଠାରୁ ଅଶୁଭ ସମୟ ଆରମ୍ଭ ହେବ। ଯଦି ଟିକେ ହୁସିଆର ରହିବାକୁ ପଡ଼ିବ। ଆଜି ଭଲ ଦିନ ବା ବଢ଼ିଆ ଦିନ। ଆଜି ପାରିବାରିକ ଜୀବନ ମଧୁମୟ ହେବ। ମଧୁମୟ ଜୀବନ ଭିତରେ ସମ୍ପର୍କ ଅତି ଘନିଷ୍ଠ ହେବ। ସମସ୍ତ ବ୍ୟକ୍ତିଙ୍କୁ ଆଜି ଆନନ୍ଦ ମିଳିବ। ମକର ରାଶିର ସମସ୍ତେ ଆଜି ମାନସିକ ପରୀକ୍ଷା ଦେବେ। ଶାରୀରିକ ଯୁଦ୍ଧ ହେବ। ମାନେ ବୁଝିପାରିଲେନି ବୋଧେ? ମାନେ ଆଜି ମକର ରାଶିର ପରୀକ୍ଷା ଫଳ ବାହାରିବ। ସେ କେତେ ଭଲ ତା ପ୍ରମାଣ ହେଇଯିବ। ମାନେ ଯେଉଁଠି ଯୁକ୍ତିତର୍କ ହେବ ସେଠି ମକର ରାଶି ଜିତିଯିବ। ଯଦି ସେମାନେ ସୈନିକ ହେଇଥାନ୍ତି ତାହେଲେ ସିଏ ଆଜି ବାଡ଼େଇ ପିଟି ହାସଲ କରିବେ, ବିଜୟ ପତାକା ଉଡ଼େଇବେ। ଯଦି ସାଇ ଭାଇରେ ଗୋଟେ ଝଗଡ଼ା ହୁଏ ତାହେଲେ ମକର ରାଶି ମାନଙ୍କର ଲାଭ ବେଶୀ। ମାନେ ମୋଟାମୋଟି ଭାବରେ ମାନସିକ ଯୁଦ୍ଧରେ, ଶାରୀରିକ ଯୁଦ୍ଧରେ, ବାଗଯୁଦ୍ଧରେ ଆଉ ସାଧାରଣ ପରୀକ୍ଷାରେ ବି ମକର ରାଶିଙ୍କର ଆଜି ଲାଭ, ବିଜୟ, ସୁଖ। ମକର ରାଶି ପାଇଁ ଆଜି କୌଣସି ସମସ୍ୟା ନାହିଁ। ସବୁ କ୍ଷେତ୍ରରେ ପ୍ରଶଂସା ପାଇବେ, ସୁଖ ପାଇବେ, ଶାନ୍ତି ପାଇବେ। ଆଜି ମକର ରାଶିର ଲୋକଙ୍କୁ ପ୍ରାୟ ତାଙ୍କ ଶତ୍ରୁମାନେ ଡରିବେ। ଏଣୁ ଅନ୍ୟମାନଙ୍କୁ କୁହାଯାଉଛି ଯଦି ମକର ସାଙ୍ଗରେ ଝଗଡ଼ା ଅଛି ତାହେଲେ ଚୁପ୍ ରହିଯାଆନ୍ତୁ, ଆପଣ ହାରିଯିବେ, ମକର ଜିତିଯିବ। ଆଜି ମକରର ବଢ଼ିଆ ଦିନ, ଶୁଭ ଦିନ, ଲାଭ ଦିନ। ଯଦି କୃଷକ ତାହେଲେ ତାଙ୍କର ବଢ଼ିଆ ଅମଳ ହେବ। ଯଦି ବ୍ୟବସାୟୀ ତାଙ୍କର ଭଲ ଲାଭ ହେବ। ଯଦି ଆଇନଜୀବୀ ତାହେଲେ ବେଶୀ ଗ୍ରାହକ ଆସିବେ। ଯଦି ଚିକିତ୍ସକ ତାହେଲେ ସେ ଆଜି ଚିକିତ୍ସା କରି କରି ବ୍ୟସ୍ତ ବିବ୍ରତ ହେଇଯିବେ। ତେଣେ ବାକ୍ସରେ ଟଙ୍କା 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 ଭରିଯିବ। ଯଦି ଭିକାରୀ
ସେମିତି ପାଉଥିବେ ଆଉ ବୁଲୁଥିବେ, ପାଉଥିବେ ବୁଲୁଥିବେ। ମୋଟାମୋଟି ଭାବରେ ମକର ରାଶି ପାଇଁ ଆଜି ଲାଭ ଶୁଭ ଦିନ। କୁମ୍ଭ କଥା ବୁଝିବା। 28 ତାରିଖ କୁମ୍ଭ ରାଶି କ'ଣ କହୁଛି? 28 ତାରିଖ ରବିବାର କୁମ୍ଭ ରାଶିର ସକଳ ସୁବିଧା ହେଲେ ସକାଳ 8ଟା 40 ପରେ ପୂର୍ବଭାଦ୍ର ନକ୍ଷତ୍ରର ଅଶୁଭ ସମୟ ଆରମ୍ଭ ହେବ। ଆଜି ଦିନଟି ଭଲ ନୁହେଁ, ଏଇ ତ ଅସୁବିଧା ଆଉ। ଆପଣ ସବୁ କହିବେ, ଦିନଟି ଭଲ ନୁହଁ କହିବେନି। ମୋଟରୁ ଭାରି କାଟୁଛି, ପଡ଼ୁଛି, ବିନ୍ଧୁଛି, ସବୁବେଳେ ଭଲ କହିବେ ନା। ଆଉ ମୁଁ କାହିଁ କହିଲି କହିଲେ, କିଛି ବନ୍ଧୁ ମୋତେ ଫୋନରେ କହୁଛନ୍ତି ଆପଣ ସବୁଦିନ ଭଲ କହୁନାହାନ୍ତି, ଆପଣ ଯାହା କହୁଛନ୍ତି ସେଇଆ ହେଉଛି, ଆପଣ ଜମା ଖରାପ କହିବେନି। ଆରେ ଭାଇ, ମୁଁ କହିବାକୁ କିଏ? ମୁଁ ଈଶ୍ୱରଙ୍କର ଚାକର, ସେବକ। ଈଶ୍ୱରଙ୍କର ପ୍ରେରଣା ଯାହା ଆସୁଛି ମୁଁ ତାହା ଲେଖୁଛି, ତାହା କହୁଛି। ହଁ ବନ୍ଧୁ, କୁମ୍ଭ ରାଶି ପାଇଁ 28 ତାରିଖ ରବିବାର ରାଶି କୁମ୍ଭର ସକାଳ 8ଟା 40 ପୂର୍ବଭାଦ୍ର ନକ୍ଷତ୍ରର ଅଶୁଭ ଆରମ୍ଭ ହେବ। ଆଜି ଦିନଟି ଭଲ ନୁହେଁ ଆଉ ଏଇ ରାଶି ପାଇଁ। ତଥାପି ପଞ୍ଚମ ବୃହସ୍ପତି ରକ୍ଷା କରିବେ ନା, ପୁରା ଖରାପ ନୁହଁ ମ। ପଞ୍ଚମ ବୃହସ୍ପତି ପାଇଁ କିଛି ସୁସମାଚାର ଶୁଣି ଖୁସି ହେବେ, ଭଲ ସମ୍ବାଦ ଶୁଣିବେ, ହଠାତ୍ ସମ୍ବାଦ ଶୁଣି ନାଚିବେ, ବଢ଼ିଆ ଖବର ମିଳିବ। ହଁ, ମାତ୍ର ମନ ଆଜି ଡହଳ ବିକଳ ହେବ। ଅତୀତରେ କିଛି ଭୁଲ କାମ କରିଦେଇଛନ୍ତି, ମନେ ପକାନ୍ତୁ, ସେଇଟା ଆଜି ମନେ ପଡ଼ିଯିବ। ଆକୁଳ ବ୍ୟାକୁଳ ହେବ, ଡହଳ ବିକଳ ହେବ ମନ। ମନ ଯେଉଁଠି ଅସୁବିଧା ହେଲା, ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଆମେ କେତେ ଭଲ କେତେ ଭୁଲ ସେ କଥା ଆମ ମନ ଆମକୁ କହିବ ନା। ଆଉ କୌଣସି ଅତୀତ ଘଟଣା ପାଇଁ ଆଜି ବିଚଳିତ ହେବେ, କଳହ ହେବ, ପାରିବାରିକ ଶାନ୍ତି ନଷ୍ଟ ହେବ। କୌଣସି ଗୁରୁଜନଙ୍କର ଆଜି ବିୟୋଗ ହୋଇଯାଇପାରେ। କୌଣସି କୁମ୍ଭ ରାଶିର ପ୍ରିୟ ପରିଜନଙ୍କର ଆଜି ଟିକେ ଦୁଃସମ୍ବାଦ ଶୁଣିବାର ଅଛି। ତେଣୁ ସବୁ ଦିଗରୁ ଆଜି କୁମ୍ଭର ଅଶୁଭ ଦିନ, ଖାଲି ଶୁଭ ସମାଚାର ଶୁଣିବେ। ଆସନ୍ତୁ ଯିବା କେଉଁଠିକି? ଶେଷ ରାଶି ପାଖକୁ, ମୀନ ରାଶି ପାଖକୁ। କ'ଣ ଘଟଣା ଅଛି? 28 ତାରିଖ ରବିବାର ରାଶି ମୀନର ଆଜି ଶ୍ରୀଚନ୍ଦ୍ର। ଶ୍ରୀ ଶବ୍ଦର ଅର୍ଥ ତ ମୁଁ ବାରମ୍ବାର କହି ଜାଣିଥିବେ। ଶ୍ରୀ ଅର୍ଥ ଲକ୍ଷ୍ମୀ, ଶ୍ରୀ ଅର୍ଥ ଶୋଭା, ଶ୍ରୀ ଅର୍ଥ ସ୍ୱାସ୍ଥ୍ୟ, ଶ୍ରୀ ଅର୍ଥ ସମ୍ପଦ, ଶ୍ରୀ ଅର୍ଥ ସୁଖ। ମାନେ ଆଜି ମୀନ ରାଶିଙ୍କର ଯାବତୀୟ ସୁଖ ସମ୍ଭାର ଆସି ପହଞ୍ଚିବ। ସେମାନେ ଗୋଳେଇ ଘାଣ୍ଟି ହେଉଛନ୍ତି, ସ୍ୱାସ୍ଥ୍ୟ ସମସ୍ୟା ଅଛି, ଆର୍ଥିକ ସମସ୍ୟା ଅଛି, ପାରିବାରିକ ସମସ୍ୟା ଅଛି। ଆଜି ବୋଧେ ବିଧାତା ତାଙ୍କ ଉପରେ ସେଇ ସୁଖ ପୁଷ୍ପ ବୃଷ୍ଟି କରିବ। ଦେଖିବା, ଶୁଣିବା କଥା କ'ଣ ଅଛି ଆଜି। 28 ତାରିଖ ରବିବାର ରାଶି ମୀନର ଆଜି ପରା ଶ୍ରୀଚନ୍ଦ୍ର। ସକାଳ 8ଟା 45 ଯାଏ ଉତ୍ତର ଭାଦ୍ର ନକ୍ଷତ୍ରକୁ ଶୁଭ 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 ଖବର ମିଳିବ। ତାପରେ ପରେ ରେବତୀର ଶୁଭ ସୁଖମୟ ଆସିବ। ଆଜି ଦେହ ପା ଭଲ ରହିବ, ପୂର୍ବ ରୋଗ ଛାଡ଼ିଯିବ, ଆୟ ବଢ଼ିଆ ହେବ। ଅତୀତର ଭଲ କାମ ପାଇଁ ଆଜି ପ୍ରଶଂସାପତ୍ର ମିଳିବ। ଚାଷରୁ ଭଲ ଅମଳ ହେବ। ଆଜି ଶାନ୍ତିପ୍ରଦ ଦିନ। ଉଚ୍ଚ ବର୍ଗର ଲୋକେ ଆଜି ଆଦର ସମ୍ମାନ କରିବେ। ଉଚ୍ଚ କୋଟିର ସମ୍ମାନ ମିଳିବାରୁ ଆଜି ଆପଣ ଆନନ୍ଦରେ ନାଚିବେ। ଭୋଜନ ଶୟନ ଭ୍ରମଣ ସୁଖ ଅଛି। ଆଜି ବନ୍ଧୁଙ୍କ ମେଳରେ ଜୀବନ ଯିବ, ସମୟ କଟିବ। ସମସ୍ତେ କହିବେ ବାଃ 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 ବାଃ, ବଢ଼ିଆ ଲୋକ। ଏଇ ପ୍ରଶଂସାପତ୍ର ପ୍ରାୟ ପ୍ରତି ମହଲରୁ ଆପଣଙ୍କୁ ମିଳିବ। ବନ୍ଧୁ, ଈଶ୍ୱର ଚାହିଁଲେ ପୁଣି ଆସନ୍ତାକାଲି ଏହି ସମୟରେ ମୁଁ ଆପଣଙ୍କୁ ଦ୍ୱିପଦ କହିବି। ନମସ୍କାର, ନମସ୍କାର, ନମସ୍କାର।